ମାର୍ଚ୍ଚ 8ରେ ମିଳିବ ସୁଭଦ୍ରା ଟଙ୍କା। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ଟଙ୍କା। ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ 5,000 ଟଙ୍କା। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ଚତୁର୍ଥ କିସ୍ତି। 1 କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ମୋଟ 5,000 କୋଟି ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି। ଅଳଙ୍କାରର କରାଯିବ ଡିଜିଟାଲ କାଟାଲଗ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତି ମାଣିକ୍ୟର ଖୁବ୍ ଶୀଘ୍ର ଗଣତି ମଣତି ଆରମ୍ଭ ହେବ। ଗଣତି ସମୟରେ ଏହାକୁ 1978ର ତାଲିକା ସହିତ ମେଳକ କରାଯାଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ କାଟାଲଗ ପ୍ରସ୍ତୁତ କରାଯିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହା ଜଣାପଡ଼ିଛି। ପରବର୍ତ୍ତୀ ଖବର, ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। ଚଳିତ ଥର 46 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କରିଛି ସିବିଏସ୍ଇ। ସିବିଏସ୍ଇ 2026 ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପୂର୍ବରୁ ସ୍କୁଲ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକ ପରାମର୍ଶ ଜାରି କରିଛି, ଯେଉଁଥିରେ ପ୍ରାର୍ଥୀମାନଙ୍କୁ ବିଳମ୍ବ ଏଡ଼ାଇବା ପାଇଁ ସେମାନଙ୍କ ପରୀକ୍ଷା କେନ୍ଦ୍ରରେ ଯଥେଷ୍ଟ ପୂର୍ବରୁ ପହଞ୍ଚିବାକୁ ଅନୁରୋଧ କରାଯାଇଛି। ସକାଳ 10 କିମ୍ବା ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ସିବିଏସ୍ଇ ନିର୍ଦ୍ଦେଶ ଦେଇଛି। ପରବର୍ତ୍ତୀ ଖବର, ସରିଲା ସର୍ବଦଳୀୟ ବୈଠକ। ଆଜିଠାରୁ ଚାଲିବ ବଜେଟ୍ ଅଧିବେଶନ। 29 ଦିନ ଧରି ଚାଲିବ ଏହି ବଜେଟ୍ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 20 ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇ ରହିଛନ୍ତି। ଏଥର ବଜେଟ୍ ଅଧିବେଶନରେ ରହିବ ଧାନ ମଣ୍ଡି ଝଡ଼। ସେହିପରି ଗୃହରେ ଉଛୁଳିବ ମହାନଦୀ ଜଳ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଲଗାତାର କ୍ଷତି ସହି ଚାଲିଛି। ଦୁଇ ରାଜ୍ୟ ମଧ୍ୟରେ ଆପୋଷ ସମାଧାନ ପ୍ରକ୍ରିୟା ଆଗେଇ ପାରୁନାହିଁ। ପରବର୍ତ୍ତୀ ଖବର, ଏମିତି ଆମ ସରକାରୀ ବ୍ୟବସ୍ଥା। ନିଯୁକ୍ତି ପରଠୁ 10 ଡାକ୍ତରଙ୍କ ଦେଖା ସାକ୍ଷାତ ନାହିଁ। ଚାକିରିରେ ଯୋଗଦେଲା ପରଠୁ ଆଉ ଦେଖା ସାକ୍ଷାତ ନାହିଁ। ଛୁଟି ଦରଖାସ୍ତ ଦେଇନାହାନ୍ତି କିମ୍ବା ଉପରିସ୍ଥ ଅଧିକାରୀଙ୍କଠାରୁ କୌଣସି ପ୍ରକାର ଅନୁମତି ନେଇନାହାନ୍ତି। କଟକ ଜିଲ୍ଲାର ନିଆଳି, ବଡ଼ମ୍ବା, ମାଣିଆବନ୍ଧ, ବିନ୍ଧାଣିମା ଆଦି କେତେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବା କମ୍ୟୁନିଟି ହେଲ୍ଥ ସେଣ୍ଟର ସମେତ ଆଠଗଡ଼, ବାଙ୍କୀ ସବ୍ଡିଭିଜନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି 10ରୁ ଅଧିକ ଡାକ୍ତରଙ୍କ ଏବେ ପତ୍ତା ମିଳୁନି। ଶିଶୁ ରୋଗ ବିଭାଗ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର, ଆନାସ୍ଥେସିଆ ଓ ମେଡିସିନ ଆଦି ବିଭାଗର ଡାକ୍ତର ବିନା ଅନୁମତିରେ ହସ୍ପିଟାଲରୁ ଅନୁପସ୍ଥିତ ଥିବା ସୂଚନା ମିଳିଛି। କିଏ ବର୍ଷେ ହେଲା ତ ଆଉ କିଏ 2 ବର୍ଷରୁ ଅଧିକ ସମୟ ହେବ ଆଉ ହସ୍ପିଟାଲର ମାଟି ମାଡ଼ୁନାହାନ୍ତି। ଦୀର୍ଘ ଦିନ ହେଲା ଅନୁପସ୍ଥିତ ଥିବା ଏହି ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ। ସମ୍ପୃକ୍ତ ଡାକ୍ତରମାନେ ବିନା ଅନୁମତିରେ ଅନୁପସ୍ଥିତ ଅଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କେବଳ ରେକର୍ଡରେ ଦର୍ଶାଇ ତାର ଡ୍ୟୁଟି ସାରିଛି। ପରବର୍ତ୍ତୀ ଖବର, ମଝି ଦରିଆରେ ଓଡ଼ିଆ କ୍ୟାପ୍ଟେନ୍ ମୃତ, ଆସିପାରୁନି ମୃତଦେହ। ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ନିଖୋଜକୁ ନେଇ ଓଡ଼ିଶାରୁ ସିଙ୍ଗାପୁର ଯାଏ ଆଶଙ୍କା ଲାଗି ରହିଛି। ଏହା ଭିତରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଝି ଦରିଆରେ ଜାହାଜ ଭିତରେ ଜଣେ ଓଡ଼ିଆ କ୍ୟାପ୍ଟେନ୍ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ହେଲେ କ୍ୟାପ୍ଟେନ୍ ପୂର୍ଣ୍ଣଚନ୍ଦ୍ର ପାତ୍ର। ତାଙ୍କ ଘର ନୟାଗଡ଼ ଓଡ଼ଗାଁରେ। ତାଙ୍କ ପରିବାର ଲୋକ ବ୍ରହ୍ମପୁର ଅଞ୍ଚଳରେ ରହୁଛନ୍ତି। ବଡ଼ କଥା ହେଉଛି ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁକୁ 3 ଦିନରୁ ଅଧିକ ସମୟ ବିତିଲାଣି, ହେଲେ ତାଙ୍କ ମୃତଦେହ ଏଯାଏ ଫେରିପାରିନି, ଯେଉଁଥିପାଇଁ ପରିବାର ଲୋକ ଚିନ୍ତାରେ ଅଛନ୍ତି। ପରବର୍ତ୍ତୀ ଖବର, ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍। ଆସନ୍ତା ହୋଲି ଏବଂ ଦୋଳଯାତ୍ରା ପର୍ବ ସମୟରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ ପୂର୍ବତଟ ରେଳପଥ ଏକାଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳଗୁଡ଼ିକ ମଧ୍ୟରେ ଅତିରିକ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକୁ ପ୍ରଚଳନ କରାଯାଉଛି। ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିରେ ଯଥେଷ୍ଟ ବୃଦ୍ଧି ଘଟିଛି, କାରଣ ଲୋକମାନେ ସେମାନଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହ ଉତ୍ସବ ପାଳନ କରିବାକୁ ଯାତ୍ରା କରନ୍ତି। ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଭୁବନେଶ୍ୱର, ବିଶାଖାପାଟଣା ଏବଂ ସମ୍ବଲପୁରକୁ ଯଶବନ୍ତପୁର, ଏସ୍ଏମ୍ବିବି ବାଙ୍ଗାଲୁରୁ, ତିରୁପତି, ଚାଲାପଲ୍ଲୀ, ଶାଲିମାର, ଧନବାଦ ଏବଂ ଇରୋଡ଼ ସମେତ ପ୍ରମୁଖ ସହରଗୁଡ଼ିକ ସହିତ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଜନା କରିଛି। ପରବର୍ତ୍ତୀ ଖବର, ଫେବୃଆରୀ 28 ତାରିଖକୁ ବଢ଼ିଲା ଇଗ୍ନୋର ନାମଲେଖା ଅବଧି। ତେବେ ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ
ଜାନୁଆରୀ 2026 ଶିକ୍ଷାକ୍ଷେତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜୀକରଣ ସମୟାବଧିକୁ ମଧ୍ୟ ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୁନଃ ପଞ୍ଜୀକରଣ ପାଇଁ ଅତିରିକ୍ତ 200 ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ ବୋଲି କୁହାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ୍ www.igno.ac.in କୁ ଅନୁସରଣ କରିପାରିବେ। ପରବର୍ତ୍ତୀ ଖବର 9 ବର୍ଷ ପରେ ଆସନ୍ତା ସପ୍ତାହରେ ମୋଦି ଯିବେ ଇସ୍ରାଏଲ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଏହି ଘୋଷଣା କରିଛନ୍ତି। ଫେବୃଆରୀ 24-25 ତାରିଖକୁ ସମ୍ଭାବ୍ୟ ତାରିଖ ଭାବେ ପ୍ରସ୍ତାବିତ କରାଯାଇଛି, କିନ୍ତୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ। ଯଦି ଏହି ଗସ୍ତ ହୁଏ ତେବେ 2017 ପରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ ଯିବେ। 9 ବର୍ଷ ତଳେ ମୋଦିଙ୍କ ଐତିହାସିକ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଏକ ନୂତନ ଆରମ୍ଭ କରିଥିଲା। ପରବର୍ତ୍ତୀ ଖବର ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ। ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଦେଶରେ ଏକ୍ସପ୍ରେସୱେ ଏବଂ ହାଇସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଗତ ଏକ ଦଶନ୍ଧି ଧରି ରାଜପଥ ନିର୍ମାଣ କ୍ଷେତ୍ରରୁ ଦୂରେଇ ରହିଥିବା ଘରୋଇ ପୁଞ୍ଜିନିବେଶକାରୀଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ସରକାର ନୂଆ ନିୟମ ପ୍ରଣୟନ କରୁଛନ୍ତି। ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟୋଲ୍ ଟ୍ୟାକ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ଓଡ଼ିଆ କ୍ୟାଡେଟ୍ ସାର୍ଥକଙ୍କ ମୃତ୍ୟୁ ରହସ୍ୟ, ସେଫ୍ଟି ଜ୍ୟାକେଟ୍ ଓ ଜୋତା ନଥିବା ସୂଚନା। ସିଙ୍ଗାପୁର ପହଞ୍ଚି ମା ରଶ୍ମିତା ଓ ମାମୁଁ ଜାହାଜରେ ସାର୍ଥକଙ୍କ କ୍ୟାବିନ୍କୁ ଯାଇ ପରିଦର୍ଶନ କରିଛନ୍ତି। କ୍ୟାବିନ୍ ଭିତରେ ସାର୍ଥକଙ୍କ ସେଫ୍ଟି ଜ୍ୟାକେଟ୍ ଓ ଜୋତା ନଥିବା କଥା ସୂଚନା ଦେଇଛନ୍ତି ମାମୁଁ। ଏହି ତଥ୍ୟ ଘଟଣାକୁ ଆହୁରି ସନ୍ଦେହଜନକ କରିଛି। ପରିବାର ଅଭିଯୋଗ କରୁଛି ସାର୍ଥକ ନିଖୋଜ ନେଇ ଜାହାଜ କର୍ତ୍ତୃପକ୍ଷ ସଠିକ୍ ଓ ସ୍ପଷ୍ଟ ତଥ୍ୟ ଦେଉନାହାନ୍ତି। ଏପଟେ ଡିଜି ସିପିଂର କ୍ୟାପ୍ଟେନ୍ ରବି ସିଂ ଓ ବାଲୁକେଶ୍ୱର ମହାପାତ୍ର ଜାହାଜରେ ତଦନ୍ତ କରୁଛନ୍ତି ଓ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ କରିଥିବା ସାର୍ଥକଙ୍କ ମାମୁଁ କହିଛନ୍ତି। ସମସ୍ତ ତଥ୍ୟ ସଂଗ୍ରହ କରି ଘଟଣାର ସତ୍ୟାସତ୍ୟ ଖୋଜିବା ହେଉଛି ତଦନ୍ତର ଲକ୍ଷ୍ୟ। ଜାହାଜ କର୍ତ୍ତୃପକ୍ଷ ସହଯୋଗ କରୁନଥିବାରୁ ସାର୍ଥକଙ୍କ ମା ଓ ମାମୁଁ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ଭେଟିବେ। ତେବେ ସମୁଦ୍ର ମଧ୍ୟରେ କ'ଣ ଘଟିଲା ସେ ପ୍ରଶ୍ନର ଉତ୍ତର ଏବେ ବି ରହସ୍ୟ ଘେରରେ। ପରବର୍ତ୍ତୀ ଖବର ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଜାମିନ। ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। 9 କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ବଲିଉଡ ଅଭିନେତା ରାଜପାଲଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଜାମିନ ମିଳିଛି। ହାଇକୋର୍ଟ 18 ମାର୍ଚ୍ଚରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ସେହିଦିନ ଅଭିନେତା କୋର୍ଟରେ ବ୍ୟକ୍ତିଗତ ଭାବେ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପାଲଙ୍କୁ ତାଙ୍କ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏହି ଜାମିନ ପ୍ରଦାନ କରାଯାଇଛି। ଏଥିପାଇଁ ତାଙ୍କୁ ପ୍ରତିବାଦୀଙ୍କ ଆକାଉଣ୍ଟରେ 1,50,00,000 ଟଙ୍କା ଜମା କରିବାକୁ ପଡ଼ିଥିଲା। ପରବର୍ତ୍ତୀ ଖବର ଗୁଜରାଟର ଅହମ୍ମଦାବାଦ ଓ ଭଦୋଦରାର 28 ସ୍କୁଲକୁ ବୋମା ଧମକ। ବୋମା ରହିଥିବା ନେଇ ଧମକ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେ ସଙ୍ଗେ ସ୍କୁଲଗୁଡ଼ିକୁ ଖାଲି କରି ତଲାସି ନିଆଯାଇଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ପୋଲିସ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ଖବର ବ୍ରହ୍ମପୁର ଜେଲକୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଏମ୍କେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍ ଫେରିଲେ ବିକ୍ରମ। କଡ଼ା ସୁରକ୍ଷା ବଳରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍ ସ୍ଥାନାନ୍ତର କରାଯାଇଛି। 5 ଦିନ ହେଲା ଅସୁସ୍ଥତା ଯୋଗୁଁ ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ। ମେଡିକାଲ ପକ୍ଷରୁ ଡିସ୍ଚାର୍ଜ କରାଯିବା ପରେ ବ୍ରହ୍ମପୁର ଜେଲ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ତରବରିଆ ଡିସ୍ଚାର୍ଜ କରାଯାଇଥିବା ଅଭିଯୋଗ କଲେ ବିକ୍ରମଙ୍କ ଓକିଲ। ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି ବିକ୍ରମ। ଏମ୍କେସିଜି କର୍ତ୍ତୃପକ୍ଷ ଚାପରେ ଡିସ୍ଚାର୍ଜ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ପରବର୍ତ୍ତୀ ଖବର ପଶ୍ଚିମବଙ୍ଗର 7 ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ। ଏହି ଅଧିକାରୀଙ୍କ ବିରୁଦ୍ଧରେ ଏସ୍ଆଇଆର୍ରେ ଗୁରୁତର ଅବହେଳା, କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ଭୋଟର ତାଲିକା କାର୍ଯ୍ୟ ଅତ୍ୟନ୍ତ ସମ୍ବେଦନଶୀଳ। ଯେକୌଣସି ଅବହେଳା କିମ୍ବା କ୍ଷମତାର ଅପବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ଭବିଷ୍ୟତରେ ଏପରି ଅବହେଳା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରବର୍ତ୍ତୀ ଖବର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲା 9 ଜଣିଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମକୋର୍ଟ। ଏପ୍ରିଲ 7ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇ ଏପ୍ରିଲ 22 ତାରିଖ ସୁଦ୍ଧା ଶେଷ ହେବ ବୋଲି ପ୍ରସ୍ତାବ ରହିଛି। ଖଣ୍ଡପୀଠରେ କିଏ କିଏ ରହିବେ ସେ ସମ୍ପର୍କରେ ପ୍ରଧାନ ବିଚାରପତି
परवर्ती समय निर्देश देवे। परवर्ती खबर यूएई को 5 विकेट्रे हराइला अफगानिस्तान। चलित T20 विश्वकप रे प्रथम विजय हासिल करिछि अफगानिस्तान। सोमवार दिल्लीर अरुण जेटली स्टाडियम रे खेला जायथिबा 28तम मैच रे यूएई को 5 विकेट्रे हराई दैछि अफगान दल। परवर्ती खबर बांग्लादेश रे पुणी आरंभ ହେଲା आवामी लीग कार्यकलाप। निर्वाचन पर शेख हसीना दल आवामी लीग बांग्लादेश रे तुरंत एहार गतिविधि आरंभ करिछि। आवामी लीग नेता माने खुलनारे सेमानकर कार्यालय पुनर्बार खोलिछंती एवं नेता माने कार्यालय परिदर्शन करबा आरंभ करिछंती। अगस्त 2024 रे शेख हसीना विद्रोह पर बांग्लादेश रे आवामी लीग्र कार्यकलाप निषिद्ध करा जायतिला। एही निर्वाचन रे मध्य दल को अंशग्रहण करबाकू अनुमति दिया जाय नथिला। परवर्ती खबर केमिकल कारखाना रे भयंकर विस्फोरण 8 जीवंत दग्ध। राजस्थान रो भिवाड़ी रे एक रासायनिक कारखाना रे बड़ विस्फोरण घटी भयंकर अग्निकांड होइछि। सूचना पाई अध डजन दमकल गाड़ी घटनास्थल रे पहुंची निया को आयत्त करबाकू प्रयास आरंभ करथिले। सेतेबेलकू नियार आरे 8 जण फसी जायथिले। अग्निशम बाहिनीर कर्मचारी माने समय मध्यरे लोकंकु उद्धार करिबारे विफल होइथिले एवं 8 जण नियारे जीवंत दग्ध होई जायथिले। परवर्ती खबर प्रकाश पाइला जेई मेन 2026 रिजल्ट। टॉप 12 रे ओडिया पुओ भवेश पात्र। सोमवार नेशनल टेस्टिंग एजेंसी जेई मेन 2026 सेशन 1 फलाफल प्रकाश करछि। पेपर 1 पाई परीक्षा देथिबा प्रार्थी माने एबे ऑफिशियल वेबसाइट jeimain.nta.nic.in को जाई सेवानकर फलाफल डाउनलोड करि परिबे। जेई मेन 2026 परीक्षा जनवरी 21, 22, 23, 24 एवं 28 रे कंप्यूटर बेस्ड टेस्ट मोड रे अनुष्ठित होइतिला। परवर्ती खबर मुंबई रे फ्रांस राष्ट्रपति माक्रोन को साक्षात करिवे प्रधानमंत्री नरेंद्र मोदी। प्रधानमंत्री नरेंद्र मोदी आज मुंबई गस्तरे आसिबे, जेउठारे से फ्रांस रो राष्ट्रपति महामहिम इमानुएल माक्रोन को भेटिबे। प्रधानमंत्री नरेंद्र मोदी निमंत्रण रे राष्ट्रपति इमानुएल माक्रोन 17 ରୁ 19 फेब्रुआरी पर्यंत भारत गस्तरे आसिबे। भारत द्वारा आयोजित एआई इम्पैक्ट शिखर सम्मेलन रे से अंशग्रहण करिवे एवं मुंबई रे प्रधानमंत्री सह एक द्विपाक्षिक शिखर सम्मेलन में मध्य भाग नेबे। यह राष्ट्रपति माक्रोन को चतुर्थ भारत एवं प्रथम मुंबई गस्त हेबो। परवर्ती खबर एप्रिल 22 रे खोलिबो केदारनाथ मंदिर कबाट। ଏହି ଘୋଷଣା ଶୀତକାଳୀନ ଗଦିସ୍ଥଳ ଓମକାରେଶ୍ୱର ମନ୍ଦିରରେ ବିଧିବିଧାନ ସହିତ କରାଯାଇଛି। ଘୋଷଣା ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମନ୍ଦିର ସମିତି ଅନୁସାରେ ବୁଧବାର ସକାଳ 8ଟାରେ ବାବା କେଦାରନାଥଙ୍କ କପାଟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ଏହାପରେ ପ୍ରାୟ 6 ମାସ ଯାଏ କେଦାରନାଥର ଯାତ୍ରା ଚାଲିବ। ପରବର୍ତ୍ତୀ ଖବର ବାଂଲାଦେଶରେ ବଦଳିବ ଚିତ୍ର। ହିନ୍ଦୁଙ୍କ ଉପରେ ଆଖି ଉଠାଇଲେ ହେବ ଦୃଢ଼ ଆକ୍ସନ। ବାଂଲାଦେଶ ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବହୁମତ ହାସଲ କରିଛି ଏବଂ ଆଜି ବିଏନପି ମୁଖ୍ୟ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ। ଶପଥ ସମାରୋହର ଗୋଟିଏ ଦିନ ପୂର୍ବରୁ ବିଏନପି ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସା ଏବଂ ନିର୍ବାଚନ ସମୟରେ ହିଂସା ଅଭିଯୋଗରେ ଅଭିଯୁକ୍ତ ନେତାମାନଙ୍କ ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାଂଲାଦେଶର ସିରାଜଗଞ୍ଜରେ ସଂଖ୍ୟାଲଘୁ ଦୋକାନ ଭଙ୍ଗାରୁଜା ଏବଂ ଟଙ୍କା ଆଦାୟ କରିବା ଅଭିଯୋଗରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି 3 ଜଣ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ପରବର୍ତ୍ତୀ ଖବର ବିଜେଡିର ପୂର୍ବତନ ବିଧାୟିକା ରାଶେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ। ସମ୍ବଲପୁର ଶାନ୍ତିନଗର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜନେତାଙ୍କ ଠାରୁ ସମାଜସେବୀ ପର୍ଯ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ବିଶେଷ କରି ବିଜେଡି ଦଳର ନେତୃବୃନ୍ଦମାନେ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଡାକ୍ତର ଭାବେ ଦୀର୍ଘ ବର୍ଷ ଧରି କାମ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ।